ଖାଉଛନ୍ତି ଆଜି କଣ ରୋଷେଇ ହେଇଛି ଭାତକୁ ସନ୍ତୁଳା ତରକାରୀ ନାଁଟା ଟିକେ କହିଦେଉ ନା ମୁଁ ନିଜେ ଜାଣିନି ଯେ ରୋଷେଇ ଆଉ ଭାଇ ଆସିଛନ୍ତି ବରଫ ଅଞ୍ଚଳ ବୋଲେ ଦୁନିଆ କେତେ କିଲୋମିଟର ଏଇଠୁ କୋଉଠୁ ଆଇଛନ୍ତି କହିଲେ ମନାଲି ଭାଇ ମନାଲିରୁ ଆସନ୍ତି ଭାଇ ବିଶ୍ୱାସ କରନ୍ତୁ ଖାଇବା ପାଇଁ ଭାଇ ଆମର ଏଠି କଣ କରୁଛନ୍ତି ଭାଇ କଣ କରୁଛ ଏଠି ଆଜି ପୁରା ମାଛ ଆସିଛି ମାଛ ତରକାରୀ ଆରେ ଆରେ ତମକୁ ଏତିକି ଆଗ ଗୋଳେଇ ଖାଇବ ନା କଣ ସତରେ ନା କଣ ଖାଇବ ସତରେ ମାଡ଼ିଲା ଚିକେନ ଟା ଏ ପିଆଜ ଏଇଠିକି ଦେଇଦବ ନା ଏଇଠିକି କେମିତି ହେଇଛି କୁହ ଖାଇବାଟା ଗୋଟେ ହିନ୍ଦୀ ଟିକେ କହିଦଉ ନା ঠিক আছে জয় জগন্নাথ ওয়েলকম টু সান্নু ব্লগ আশা করছি আপনারা ভালো থাকবে খুশি থাকবে লাইফটাকে গাইস এনজয় করবে তো সকাল সকাল বর্তমান উঠি গাধা পাধা সব সারিকি রোষেই বাস সারিকি বর্তমান ব্লগ স্টার্ট করদেলি আমার ভাই খাওছন্তি আজ কোন রোষেই হয়েছি ভাতକୁ সন্তুলা তরকারি নাঁটা দিয়ে কইদেউ না ମୁଁ ନିଜେ ଜାଣିନି ଯେ ରୋଷେଇ କରୁଛି ମୁଁ ତ ନିଜେ ରୋଷେଇ କରୁଛି ମୁଁ ବି ନିଜେ ଜାଣିନି କଣ ହେଇଛି ହେଲା ଆଉ ଭାଇ ଆସିଛନ୍ତି ବରଫ ଅଞ୍ଚଳ ବୋଲେ ଦୁନିଆ କେତେ କିଲୋମିଟର ଏଇଠୁ କୋଉଠୁ ଆଇଛନ୍ତି କହିଲେ ମନାଲି ଭାଇ ମନାଲିରୁ ଆସନ୍ତି ଭାଇ ବିଶ୍ୱାସ କରନ୍ତୁ ଖାଇବା ପାଇଁ ମନାଲିରୁ ଏ ଭାଇ ଆମର ଓଡ଼ିଶାରେ ଏକା ଜନ୍ମ ନେଇଛନ୍ତି ଓଡ଼ିଶାରୁ ଅଛନ୍ତି ନା କ'ଣ ଭାଇ ଆଉ ଭାଇ ମନାଲିରୁ ଆସନ୍ତି କେତେ ଦୂର ଭାଇ ବିଶ୍ୱାସ କରନ୍ତୁ ଆମର ତ ଆଜି ଭାଇ ଖାଇ ବସୁଛନ୍ତି ଏଇଠି ଆଜି ଖାଇବା ହେଉଛି ସାଧା ପୁରା ହେଲା ଆଉ ଦ୍ୱିପହରକୁ ଆଇଟମ୍ କ'ଣ ହେବ ଆଜି ହେଇଛି ଭାତକୁ ସନ୍ତୁଳା କିଛି ତ ନଥିଲା ଆଉ ବର୍ତ୍ତମାନ ଏଇଠି ଭାଇ ଟେଷ୍ଟ ଅଛି ଖାଇବା ନା କ'ଣ ଗଡ଼ବଡ଼ ଅଛି ଏକ ନମ୍ବର ଟେଷ୍ଟ ନା ଆଡଜଷ୍ଟ କରିଦେବା ଆଉ ଆଜି ଦିନକୁ ଆଉ ନା କ'ଣ ହଉ ଲେଟ୍ ହେଇଗଲା ତ କାମରେ ଲାଗିଯିବା ଆଉ କ'ଣ ଆଜି ଡିଟେଲ୍ସ କାମ କ'ଣ ହେଉଛି ଆପଣମାନଙ୍କୁ ପୁରା ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟାକୁ ଦେଖିଲେ ଲାଷ୍ଟ ପର୍ଯ୍ୟନ୍ତ ତାଉ ଜାଣିପାରିବେ ହେଲା ଆଜି କ'ଣ କାମ ହେଉଛି କ'ଣ ନାହିଁ ହେଲା ଚାଲ ଖାଇଦେବା ଭାଇ ବିଶ୍ୱାସ କରନ୍ତୁ ଡାଲି ବଦଳରେ ସନ୍ତୁଳା ହେଇଗଲା କାହିଁକି ନା ମୁଁ ଭାବିଲି ଡାଲି ଅଛି ବୋଲି ପନିପରିବା ସବୁ ପକେଇ ସାରିଲିଣି ଦେଖିଲା ଆଜି ଡାଲି ନାହିଁ ଶେଷ ଆଉ ଆଗେଇ ସନ୍ତୁଳା କରିଦେଲି ଖାଇଦେଲୁ ସମସ୍ତେ ମିଶିକି ଆଉ କ'ଣ କରିବା ଲାଇକ୍ କରିବି ଗୋଟେ ଆଉ ଫ୍ରେଣ୍ଡସ୍ ଏବେ ଖିଆ ପିଆ ସରିଲା ପୁରା ଏବେ ପୁରା ଡୁଇଟିକି ଆମେ ବାହାରିଲୁ ଆଉ ବର୍ତ୍ତମାନ ଡୁଇଟିକି ବାହାରିବା ବହୁତ ଟାଇମ୍ ହେଇଗଲାଣି ହେଲା ଆଉ କ'ଣ ଖାଇବା ବାନାନା ଖାଇବା ଭାଇ ଆମର ଏଇଠି ରୁମ୍ରେ ବସିକି ମୋବାଇଲ ଦେଖୁଛନ୍ତି କାହିଁକିନା ଟିକେ ତାଙ୍କ ମନଟା ଫ୍ରି କରିବା ଆଉ ବର୍ତ୍ତମାନ କଦଳୀ ସକାଳର ଖାଇବା କଦଳୀ ଆଉ ଫାଷ୍ଟ କଦଳୀ ଖାଇଦେଲେ ମାନେ ପେଟ ପୁରା ଥଣ୍ଡା ହେଲା ଖାଇବା କଦଳୀ ପରା ଚଲ ଅଙ୍କଲ ପେପରରେ ଆଜି କ'ଣ ବାହାରିଛି କୁମ୍ଭ ମେଳା କୋଉଟା ଏଇଟା ଏଇଠି କ'ଣ ମୋଦି ଅଛି ମୋଦି ଏଥିରେ କ'ଣ ଅଛି ଏଇ ଲୋକଟା କି ଆଦିତ୍ୟନାଥ ଯୋଗୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସତ ନା କ'ଣ କୁମ୍ଭ ମେଳାରେ ଏତେ ଲୋକ ହଁ 45 କୋଟି ଲୋକ ଏତେ ଲୋକ ଆଚ୍ଛା ଆଚ୍ଛା କ'ଣ ଗୋଟେ ବାଘ ମାଂସ ବାଘ ମାଂସ 13 ଜଣ ବାଘ ମାଂସ ଖାଇ ହଁ 4 ପରିବାରର 13 ଜଣଙ୍କୁ ଏ ଭଗବାନ ଭାଇ ବାଘ ମାଂସ ଖାଉଛନ୍ତି ମୁଁ ଭାଇ ମାନେ ମୋ ମୁଣ୍ଡ ଖରାପ ହେଇଗଲା କିଏ ଖାଉଛି କୁକୁଡ଼ା ମାଂସ କିଏ ଖାଉଛି ଛେଳି ମାଂସ କିଏ ଖାଉଛି କ'ଣ ଅଲଗା ଅଲଗା ମାଂସ ହେଲା ସେ ପୁଣି ବାଘ ମାଂସ ଖାଇଲେଣି ଆଜିକାଲି ଦୁନିଆ ହିଁ ଖରାପ ହେଇଗଲା ହଉ ଆଜିକାଲି ଦୁନିଆ ହିଁ ଖରାପ ହେଇଗଲା ବାଘ ମାଂସ ଖାଉଛନ୍ତି କି ହିସାବରେ
ଲୋକ ନୁହଁ ତ ସେଟା ରାକ୍ଷସ ହରା ବୋଧେ ମୁଁ ଜାଣିବାରେ ଆଉ ହେଲା ନ୍ୟୁଜ୍ରେ କୋଉ କୋଉ ଭଳିଆ ଆସୁଛି ଆପଣ ତ ଜାଣିଥିବେ। କାଲି ଗୋଟେ ଝିଅଟାକୁ ମୋ ବସ୍ ଚଢ଼େଇ ଦେଲା ମାନେ ବହୁତ ଦୁଃଖର ଘଟଣା ଭାଇ ବିଶ୍ୱାସ କରନ୍ତୁ। ପୁରା ମୋ ବସ୍ ଚଢ଼େଇଲା ଯେମିତି ଝିଅଟା ଛୋଟ ଝିଅଟା 12 ବର୍ଷର ଝିଅଟା ପୁରା ଡେଡ୍ ହୋଇଗଲା ହେଲା। ବହୁତ ମନ ଦୁଃଖ। ଗାଡ଼ି ଫାଡ଼ି ସବୁ ଷ୍ଟ୍ରାଇକ୍ କରିଦେଲେ ସବୁ ମାନେ ନିଆଁ ଟାୟାର ଫାୟାର ଜଳେଇ ଦେଲେ ରାସ୍ତାରେ 2 ଘଣ୍ଟା 3 ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ପୁରା ବନ୍ଦ ହେଇଯାଇଥିଲା ହେଲା। ଏଇଭଳିଆ କାହିଁକି ଭାଇ କରୁଛନ୍ତି ଡ୍ରାଇଭର ମାନଙ୍କୁ ଟିକେ ସତର୍କରେ ଚଳ ଟିକେ ଧୀରେ ଗାଡ଼ି ଚଲ ହେଲା। ଆଉ କଦଳୀ ଖାଇଲେ ହେଲ୍ଥ ହବ ବୁଝିପାରୁଛ। ନିଅ କଦଳୀ ଗୋଟେ ଖାଇଦିଅ ତମ ମନଟା ପୁରା ଫ୍ରି ହେଇଯିବ ବୁଝିପାରୁଛ ନା ନାଇଁ। ନାଇଁ ମ ଗ୍ରୀନ୍ କଦଳୀ ନାଇଁ ନାଲି କଦଳୀ ଏରା କହୁଛନ୍ତି ଗ୍ରୀନ୍ କଦଳୀ। ଗ୍ରୀନ୍ କଦଳୀ ହଉ କି ସେ ଯୋଉ କଦଳୀ ହଉଛୁ ହଁ ପେଟ ଥଣ୍ଡା କଦଳୀ ଆଉ କଦଳୀ ଆଉ ତମେ ଯିବ କଦଳୀ ଏକାଥରେ କଦଳୀ ଖାଇଲେ ବଦଳି ଯିବ ବୁଝିପାରିଲ। ଗାଡ଼ିର ମୋର ତ କାମ ସରିଯାଇଥିଲା ଆଉ ବର୍ତ୍ତମାନ ଏଇ କାମ ଗୁରା କଲର୍ ହେଇଯାଇଛି ପୁରା ଆଉ ଡାଲା ଲୋଡ୍ ହେଇକି ପୁରା କଲର୍ କାମ ହେଇଯାଇଛି କାହିଁକିନା ମୁଁ କାମ ସାରି ଦେଇଛି ପୁରା ସବୁ ଆଉ ମୋ କାମ କିଛି ନାହିଁ ବାକି କଲର୍ ହେବ। କଲର୍ ତଳଟା ମାରା ହେଇଯାଇଛି ଆଉ ବାକି ଏଇଟା ମାରା ହେବ ଫୁଲ୍ ଗାଡ଼ି ହେବ ଆଉ ଚାଲ ଆଉ କିଛି ତ କାମ ନାହିଁ ଆଉ ଚାଲ କାମରେ ଲାଗିଯିବ ଆଉ କଣ ହେଇଛି ହାତ କଣା ହେଇଗଲା ପାଇଁ ଏତେ ଜୋରେ ମୁଁ ଏଇ ଜାଗାକୁ ଧରିଦେଲି ମାନେ କରେଣ୍ଟ ମାରିଦେଲା ମାଇଲା ମାନେ କରେଣ୍ଟ ମାରିଦେଲା ପାଣି ସେ ଜାଗାରେ ବର୍ତ୍ତମାନ ଏଇଟା ଡ୍ରିଲ୍ ହେବ ଡ୍ରିଲ୍ ହେଇକି ପୋଲ୍ ହେବ ଚାଲ ଏଇ ବ୍ଲାକ୍ ଟାକୁ ଘୁରେଇ ଦେଇଛ ତ ନହେଲେ ଆଉଥରେ ମୋତେ ଆଜି କରେଣ୍ଟ ମାରିବ ଗଳିବ ଗଳୁଛି ତ ରେଡି ଆଉ ଆରେ ଏଇଟା ଲାଗୁଛି ଭାଇ ଆମର ଏଠି କ'ଣ କରୁଛନ୍ତି ଭାଇ କ'ଣ କରୁଛ ଏଠି ଆଜି ପୁରା ମାଛ ଆସିଛି ଏମିତି କ'ଣ ହେଉଛ ରେଡି ଧୁଆ ଧୁଇ କରିକି ହଳଦୀ ଫଳଦୀ ପକେଇକି ପୁରା ଆଣିଛନ୍ତି କୋଉ ମାଛ ମାମେନା ମାଛ ହଳଦୀ ଲୁଣ ମାମେନା ମାଛ ବୋଧେ ହଁ ମାମେନା ମାଛ ଭଳିଆ ତ ଦେଖାଯାଉଛି ଗାଇସ୍ କମେଣ୍ଟ କରନ୍ତୁ କୋଉ ମାଛ ନାଇଁ କ'ଣ ଆଜି ମାଛ କାମ କରୁଥିଲି ବର୍ତ୍ତମାନ ଚାଲ ହଉ ତମେ ଭାଜ ଆମେ କାମକୁ ଯାଉଛୁ ୱେଟ୍ କରୁଛୁ ହେଲା ଏଇଠି ପୋଜିସନ୍ ଏଇଭଳିଆ ହେଲା। ଆଉ ଭାଇ ଆମର କଲର୍ ମାରିବେ ବୋଲି ରେଡ଼ି ହେଉଛନ୍ତି ପୁରା ହେଲା ଟେପିଂ କରୁଛନ୍ତି ଗାଡ଼ି ଗାଡ଼ିର ପୋଜିସନ୍ ଭାବରେ ଦେଖିଲେ ପୁରା ଲୁକ୍ଟା ଆପଣମାନେ ପୁରା କଲର୍ ହେଇସାରିଲେ ପୁରା ନୂଆ ଯେମିତି କମ୍ପାନୀରୁ ସୋରୁମ୍ରୁ ଆସୁଛି ସେଇଭଳିଆ କଣ୍ଡିସନ୍ ଭାବରେ ହେବ ନା କ'ଣ ଆଉ ଏ ଦେଖ ଭିତରଟା କଲର୍ ମାରା ହେଇଯାଇଛି ନା କ'ଣ ଆଜି କ'ଣ ହେଉଛି ଆଇଟମ୍ଟା ଆଜି କ'ଣ ହବ କେଜାଣି ଆଜି ଭଳିଆ ମାଛ ହେଉଛି ମାଛ ସବୁଦିନ ଭଳିଆ ମାଛ ଚିକେନ୍ ମଟନ୍ ସବୁଦିନ ଆଉ ଚାଲ ଚାଲ କାମ ଚାଲୁ କ'ଣ ହେଉଛି ସେ ଗାଡ଼ିଟା ଉପରେ ଚଢ଼ୁଛି ବାବାରେ ସେଟା କି ଆୟୋଜନ ଭାବରେ ଗାଡ଼ି ଉପରେ ଚଢ଼ଉଛନ୍ତି ମାଟି ପୋତିକି ମାଟି ପକେଇକି ପୁରା ରେଡ଼ି ଆଉ ଏଇଠି କୋଳିରା ସବୁ ଶେଷ ହେଇଗଲାଣି ଆହୁରି ଗୋଟେ ଯୋଡ଼େ କୋଳି ଅଛି ଏଇଟା କେଉଁ କୋଳି ଆପଣମାନେ ତ ନେକ୍ସଟ ବ୍ଲଗ୍ରେ ଦେଖିଥିବେ ଇଏ ହେଉଛି କ'ଣ ବଉଳା କୋଳି ବୋଲି ମୁଁ ଶୁଣୁଛି ବଉଳା ନା ଆମ୍ବ କଷିଆ କୋଳି ନା କ'ଣ ଗୋଟେ କହୁଛନ୍ତି ୟାକୁ ଟିକେ ଟେଷ୍ଟ ଅଛି ଆଉ କଷି ଟିକେ ମାନେ କଷା ଲାଗେ ବଢ଼ିଆ ଲାଗୁଛି ଖାଇବ କ'ଣ ଖାଇଛ କି
ସଫଳ ଖାଆନ୍ତୁ ସଫଳ। ଖାଇବ କୋଳି? ଏବେ ଆମେ ଟାଇମ୍ ହେଇଗଲା ଖାଇବା ପିଇବା ଟାଇମ୍। ବର୍ତ୍ତମାନ ଖାଇବାକୁ ଆମେ ଯିବୁ। ହାତ ଭଲ କି ଧୋଇଦେବା ଆଉ। ଏଇଠି ଆମର ଗାଧୁଆ ସେଣ୍ଟରଟା। ଡ୍ରମରେ 3ଟା ଡ୍ରମରେ ପାଣି ଫୁଲ୍ ହେଉଛି। ଏଠି ଗାଧା ହେଉଛି। ଖାଇବାନି କି? ଖାଇବା ଖାଇବା କ'ଣ ବସିଛି ନା କ'ଣ? କ'ଣ ରୋଷେଇ? ମାଛଲି। ଆଉ ଇଏ କ'ଣ ବସିଛି? ଭାତ ଏଇଥିରେ ବସିଛି। ଇସ ପାଣି ମରିଗଲାଣି ବା। ଇଏ କ'ଣ ମାଛ? ଭାତ ତ ଇଏ କରାହେଇଛି। ମାଛ ତରକାରୀ। ହଁ ମୁଣ୍ଡ। ହଁ ମୁଣ୍ଡ ଖାଇବି। ମୁଣ୍ଡ ଦେବି ନା ମୁଣ୍ଡ ଦେଇଦେବି। ଖାଇବା ଗାଈ ଖାଇବନି କି? ଆଉନ ଖାଇବନି କି ତମେ? ଆସୁନ। ବର୍ତ୍ତମାନ ଖାଇବାକୁ ଆମେ ବସି ପଡିଛୁ। ମାଛ କେମିତି ଟେଷ୍ଟ ଲାଗୁଛି? ବଢିଆ ଲାଗୁଛି। କେମିତି ଲାଗୁଛି? ଏକ ନମ୍ବର ନା? ଆମ୍ବୁଲ ବୁଝିବ ଦେ। ଦେଖ ଏ ମାଛ ମୁଣ୍ଡ, ଏ ଭାତ। ତମର କ'ଣ ମାଛ ମୁଣ୍ଡ? ଆମର ଏବେ ଖାଇବା ପିଇବା ସବୁ ଶେଷ ସରିଲା। ଏମିତି କାମରେ ବାହାର କଲୁ। ଏ ଯେଉଁ ଜିନିଷଟା ତାର ପଛପଟେଟା ଲାଗିବ। ଏଇଟା ପଛପଟେ ସବୁ ବନା ହେଉଛି। ଆଉ ବ୍ରସ୍ରେ ମାରୁଛ? ଇଏ ମେସିନ୍ରେ ମାରିଲନି? ହବନି କାହିଁକି? ଉଡ଼ିଯିବ ଚାରିଆଡ଼େ ନା? ଆଚ୍ଛା ଆଚ୍ଛା ଉଡ଼ିଯିବ। ତା ଡୋର୍ ଫୋର୍ ସବୁ କଲର୍ କରି ରଖା ହେଇଯାଇଛି। ଆଉ ଆମେ ଏଇ ଜିନିଷଟା ବନା ହେଉଛି। ପଛ ଯେଉଁ ତାର ପଛ ଯେଉଁ ଡୋର୍ଟା ସେଇଟା ବନା ହେଉଛି। ସିଟ୍ ଫିଟ୍ ରେଡ଼ି ହେଇକି ଅଛି ପୁରା। କାମରେ ଲାଗିଛି ଆଉ। ତ ଗାଇସ୍ ବର୍ତ୍ତମାନ ମୁଁ ଫାଷ୍ଟ ମାଗୁଛି ସରି ଆପଣମାନଙ୍କୁ। ତ ଆପଣମାନେ ଭାବୁଥିବେ କାହିଁକି ସରି ମାଗିଲେ? ତ ମୁଁ ସରି ଏଇଥିପାଇଁ ମାଗିଲି ଯେ କାହିଁକିନା ବିଚାର କରନ୍ତୁ ଦିନ ଯାକ କାମ କରି କରି ବିଚାର କରନ୍ତୁ 10ଟା ଟାଇମ୍ କି ଛୁଟି ହେଲା। ବର୍ତ୍ତମାନ 11ଟା ପ୍ଲସ୍ ହେଇଗଲାଣି ହେଲା। ଜିନିଷପତ୍ର କିଛି ନଥିଲା ବି ରୋଷେଇ ପାଇଁ। ଜିନିଷପତ୍ର ଗଲୁ ଆଣିଲୁ। ଏବେ ଚାଲିଛି ରୋଷେଇ। ଆଉ ଦିନ ଆଗ ତ ଦେଖୁଛନ୍ତି କେଉଁଭଳିଆ ଟାଇଟ୍ କାମ ହେଉଛି ହେଲା। କାମ ଦାମରେ ଟୋଟାଲ୍ ବ୍ଲଗ୍ ଆଉ ସୁଟ୍ କରିପାରିଲିନି ହେଲା। ବର୍ତ୍ତମାନ ଷ୍ଟାର୍ଟ କରିଥିଲି। ବର୍ତ୍ତମାନ ଏବେ ମୁଁ କହିଲି ଯାହାହେଲେ ବି ଭାଇମାନଙ୍କୁ କିଛି ଜଣେଇ ନଥିଲି କି କିଛି ନାହିଁ ହେଲା। ତ ଏବେ ବର୍ତ୍ତମାନ ସେଇ ଯେଉଁ ଗାଡ଼ିଟାରେ ଆଜି କାମ ଚାଲିଥିଲା ବର୍ତ୍ତମାନ ଆଜି ଟୋଟାଲ୍ ଗାଡ଼ି ପଳେଇଲା ହେଲା। ଆଉ ଆଜି କ'ଣ ରୋଷେଇ ହେଇଛି? ଏବେ ରୋଷେଇ କ'ଣ ହେଇଛି ଆପଣମାନଙ୍କୁ ମୁଁ ଜଣେଇ ଦେଉଛି। ଏବେ କ'ଣ ହେଇଛି ଆପଣମାନେ ନିଜେ ଦେଖନ୍ତୁ ଫାଷ୍ଟ ହେଲା। ଭିତରେ ବିଶ୍ୱାସ କରୁନାହାନ୍ତି ବୋଲେ ହେଲା। ରୋଷେଇ ଏବେ କ'ଣ ହେଇଛି ମୁଁ ଦେଖେଇ ଦେଉଛି। ଏବେ ଗ୍ୟାସ୍ ଆମର ବସିଛି ଏଇଠି ହେଲା। ଏବେ ଟାଇମ୍ କେତେଟା ହେଲାଣି? 11:30। 11ଟା 11:10 ହେଲାଣି ହେଲା। ଆଉ ଭାଇ ଆମର ଚିକେନ୍ ଧରିକି ଆସିଛନ୍ତି। ଆଉ ଚିକେନ୍ ନା ଚିକେନ୍ ଖୋଲିକି ଦେଖେଇଦେବା ନିଶ୍ଚିନ୍ତ ହେଲା। କୁକୁର ଏବେ ଖୋଲିବେନି ନା? ଭାଇ ମନାଲିରୁ ଆପଣ ଆସଛନ୍ତି ନା? ମନାଲିରେ ହଁ ମନାଲିରେ ଖାଇବାକୁ ମିଳେନି ନା? ଆଉ ବରଫ କେମିତି ପଡ଼େ? ବରଫ ସେଇଠି ମନାଲିରେ ଭିଡ଼ିଓ ପଠେଇଦେବି ପୋଷ୍ଟ କରିଦେବି ତା ଦେହରେ। ଆଚ୍ଛା ଠିକ୍ ଅଛି। ଆଉ ମନାଲିରେ ବିଶ୍ୱାସ କରନ୍ତୁ ଏବେ ମାନେ ବରଫ ମାନେ ସାଂଘାତିକ ଉପରେ ବରଫ ପଡ଼ୁଛି। ଭାଇ ମନାଲିରୁ ଆସିଛନ୍ତି ହେଲା। ଆଉ ଆମର ଆଗରୁ ଥିଲେ ନେକ୍ସଟ ବ୍ଲଗ୍ରେ ଆପଣ ଦେଖିଥିବେ। କାହିଁକିନା ଆମର ଯେଉଁ ସେଇ ପୁରୁଣା ଗ୍ୟାରେଜ୍ ଥିଲେ ହେଲା।
ଆଉ ସେ ଅଛନ୍ତି ହଉ ବର୍ତ୍ତମାନ ଭାଇ ଆମର ସେ ରହିଲେ ଖାଇବେ ବୋଲି। ଆଉ ସେ ତ କଥା ହଉଛନ୍ତି ଇଆଡେ ବସିଛି ଚିକେନ। ଟିକେ ରୁହ 11:10 ହେଲାଣି ହେଲା ଭାବନ୍ତୁ ହେଲା ଟାଇମ୍ ମାନେ କୋଉ ରେଟ୍ରେ କାମ ଦାମ ଚାଲିଥିଲା କେବେ ଛୁଟି ହେଲା ହାତ ଫାତ ଆଜି ଖଣ୍ଡିଆ ହେଇଯାଇଛି। କାଲି ତ ମୁଁ ଆପଣମାନଙ୍କୁ କହିଲିନି କାଲି ମୋତେ କ'ଣ ଗୋଟେ ଚୋବେଇ ଦେଇଥିଲା କାହିଁକିନା ଏ କାଣି ଆଙ୍ଗୁଠି କ'ଣ ଗୋଟେ ଚୋବେଇ ଦେଇଥିଲା କ'ଣ କି ରାତିରେ ମୁଁ ଶୋଇଛି ହେଲା ଚୋବେଇ ଦେଲା ସଡନ୍ ଚୋବେଇ ଦେଇକି ବ୍ଲଡ଼ ପ୍ରବଳ ବାହାରିଲା ପୁରା ହେଲା। ପ୍ରେସର କୁକର ଦିଆ ହେଇଛି ତମ ମଶା ଅଛି ଗୋଟେ ଆଣ ଲଗେଇବା ମଶା ବେଢ଼ି ଗଲେଣି। ଆଉ ମାନେ ମାରିଦେବେ ମ୍ୟାଲେରିଆ କରିଦେବେ ଆଚ୍ଛା ମତେ ଲାଗୁଛି ସେଇଥିପାଇଁ ବେମାରୀ। ହଁ ବର୍ତ୍ତମାନ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଜି କ'ଣ ହେଇଛି କ'ଣ ନାହିଁ ଟିକେ ଡିଟେଲ୍ସ ବୁଝିଦେବା ହେଲା। ମଶାବତୀ ବିଶ୍ୱାସ କରନ୍ତୁ ମଶା ମାନେ ସାଂଘାତିକ ମଶା ଏ ରୁମ୍ରେ ରହୁଛନ୍ତି ହେଲା। ମଶା ମାନେ ଆପଣଙ୍କୁ ଉଠାଇକି ନେଇକି ପଳେଇବେ ମାନେ ଓଡ଼ିଶା ବାହାରକୁ ଭଳିଆ ମଶା ହେଉଛନ୍ତି। ମଶା କାହିଁକି ନା ଏଇଟା ମାନେ କଚରା ଏରିଆଟା ସେ ଆରପଟେ ହେଲା ସେଥିପାଇଁ ମଶା ଯଦି ନ ଲଗେଇବ ଧୂପକାଠି ନ ଲଗେଇବ ବିଶ୍ୱାସ କରନ୍ତୁ ଜ୍ୱର ରୋଗ ଯାହା ହବ ତ ଆପଣ ନିଅ ମଶା ଧୂପକାଠି ଲଗାଅ। ଆମର ଖାଇବା ରେଡ଼ି। ଇଏ ଆମର ଫ୍ରି ଫାୟାର ପାଗଳ ପୁରା ହେଇଗଲାଣି ଖେଳି ଖେଳିକା। ଆଉ ଭାଇ ଆସ ଖାଇବା ଜଲ୍ଦି ସମସ୍ତଙ୍କୁ ମୁଁ ଡାକୁଛି ଖାଇବା ପାଇଁ। ବର୍ତ୍ତମାନ ଖାଇବାକୁ ପଳେଇ ଆସିଲେ ଆମେ ଖାଇବୁ। ଦେଖି ଇଏ କ'ଣ ଶୁ ଶୁ ହଉଛି କୁକୁର କ'ଣ ଶୁ ଶୁ ହଉଛି ଆଉ ଭୋକ ଗଲାଣି ନା ନା ତମକୁ ଭୋକ ଗଲାଣି ଓ କ'ଣ ତମେ ଇଏ ପୁରା ପାଗଳ ହେଇଗଲା। ରେଡି ପୁରା ଚିକେନ ଟା କେମିତି କିଏ ତମେ କରିଛ ନା ଦେଖି କେମିତି ହେଇଛି ଖାଇଲା ପରେ ଜଣା ପଡିବ ନା। ହଁ କେମିତି ହେଇଛି ଖାଇଲା କିନ୍ତୁ ଦେଖାଯାଉଛି ପୁରା ନଙ୍ଗା କିନ୍ତୁ ଦେଖୁଛନ୍ତି ଗ୍ୟାସ ତଳେ ନାହିଁ କିନ୍ତୁ ଫୁଟୁଛି ଯୋଉଭଳିଆ ହେଇଥିବ ତାହେଲେ ନା ଭାତ ରେଡି ଆଡେ ଚିକେନ ବି ରେଡି ଇଆଡେ ତାଙ୍କେ ଖାଇବା ରେଡି ହଉନି ମାଡ଼ିଲ ଚିକେନ ଟା ସାଇଡ କର ପିଆଜ ଏ ପିଆଜ ଏଇଠିକି ଦେଇଦବ ନା ଏଇଠିକି ଦେଇଦିଅ ଚିକେନ ଲେଗ ପିସ୍ କରାଟ ନାହିଁ। ହଉ ହଉ କ'ଣ ଆଣିଛ ଚିକେନ ଲେଗ ପିସ୍ ପୁଙ୍ଗି ଆଉ ଆମେ ଏବେ ଚିକେନ ବଢା ହେଲା ଦେଖ ଏଟା କି ଗରମରେ ବାବା ସାଙ୍ଗେ ସାଙ୍ଗେ ଏବେ କେମିତି ହେଇଛି କୁହ ଖାଇବାଟା ହେଁ ତମର ଖାଇବା କେମିତି ହେଇଛି? ମୁଁ ତ ବନେଇବି ତମେ ବି ଖାଉଛ ନା ତମେ କହିବ ନା ଆଉ ମତେ ତ ସୁଖ ଲାଗୁଛି। ହେଁ ତମେ ମୁଁ ଖାଇନି ମୁଁ ବର୍ତ୍ତମାନ ଖାଇନି ଚିକେନ ଲେଗ ପିସ୍ ଆପଣ ତ ଖାଇନଥିବେ ବହୁତ ଭଲ ଟେଷ୍ଟ ହେଇଛି ହେଲା। ଆଉ ଦେଖ ଗୋଟେ ମୋବାଇଲ ଲଗେଇ ଦେଇଥିନି ଦେଖିଲା ପରେ ଦେଖିକି ଏଇଟା ଦେଖ ଆଗ ଖାଇଦିଅ। ଆରେ ଆରେ ତମକୁ ଏତିକି ଆଗ ଗୋଳେଇ ଖାଇବ ନା କ'ଣ? ସତରେ ନା କ'ଣ? ଖାଇବ ସତରେ ଏତେ ଆଗ ଗୋଟେ ଥର କରେ ଏକାଥରେ ଦେଖୁନା ଗୁଣ୍ଡାଟା ଦେଖିପାରୁଛ ତ ଗୁଣ୍ଡା ଦେଖ ଏତେ ବଡ ଗୁଣ୍ଡା ଚିକେନ ହେଇଛି ନା ଭିଡ଼ିକି ଖାଇବ ଆଉ ଝାଡା ହେଇଯିବ ଖାଇବ ବା ଆରେ ଆରେ କ'ଣ ଗୋଟେ ଦେଲଣି ତମେ ହଁ ଏ ତମେ କେଡ଼େ ଠକ ପଡ଼ିଛ। ହଉ ବର୍ତ୍ତମାନ ଆମ ଡଗ୍ ଖାଇବ ଚିକେନ କୁ ଭାତ ଚାଲ କୁଆଲେ ଡଗି ଏଇଠି ଇଏ ଖାଇବ ଆଜି ପୁରା ଖୁସି ଆଉ ଏମାନେ ସବୁ ଅନେଇକି ଅଛନ୍ତି ଖାଇବେ ବୋଲି। ଇଏ ଗୋଟେ ବାହାରେ ଠିଆ ହେଇଛି ଇଏ ଗୋଟେ ଭାଲୁ ଆରେ ସମସ୍ତଙ୍କୁ ମିଶେଇକି ଖାଇବାକୁ ଦେବ ନା ନାଇଁ ଇଏ ଖାଇବ ତୁ ଖାଇବୁ ଗୋଟେ ହିନ୍ଦୀ ଟିକେ କହିଦଉ ନା हिंदी बुझी ए इधर आ जा ए लड़की लड़की कम हियर
कुत्ता आ गया जा जा डाकुन डाकुन डाक चला गला रे यार ये होनी छुआ छुआ फुआ किसी होनी देसी कुकुर चू चू डाकिला ना दे डाकिला जान कि आर छुआ होनी कहीं गल गाड़ी चढ़े देता ऊपर अंटा भांगी जा सोई गो जा सोई पड़ू जा अरे पानी जल्दी हाथ धो सोई पड़ू जा जा पड़ेला केते कुकुर अछंदी एठी दुनिया कुकुर अछंदी अनेक रही खाली खाइबे काऊ केते दब आमे तो 3 जण आ गंगा तो पलैसी गाँ को ओ एटा चाबी पकई दियो चाबी अरे ए साला भादुआ कुकुरटा एटा ओए आजा तो बहुत राति हो गलानी 12टा पाखापाखि बर्तमान आम बर्तमान रूम को जाऊँ शोयापी है आम देखा नेक्स्ट ब्लॉग रे सो बाय बाय जय जगन्नाथ आप सेमती भल था खुशी था जगन्नाथ तरफ भल रुहतु बाय बाय जय जगन्नाथ गुड नाइट।